ଦେଖନ୍ତୁ ଆଜି ମୁଁ ସକାଳେ ବ୍ରାହ୍ମଣୀ ନଦୀକୁ ଯାଇଥିଲି ଶୌଚ ହେବା ପାଇଁ। ହଠାତ୍ 6 ଜଣ ଯୁବକ ଆସିକି ମୋତେ ମରଣାନ୍ତକ ଆକ୍ରମଣ କଲେ ଏବଂ ଆକ୍ରମଣ କରିକି ସେ ଖଣ୍ଡାରେ ମୋତେ ହାଣିଲେ ଏବଂ ବାଡ଼ିରେ ବାଡ଼େଇକି ସେ ପୁଣି ସନ୍ତପଡ଼ା ଛକ ଦେଇକି କୁଆଡ଼େ ପଳେଇଲେ। ଏବେ ସେମିତି ତ କହିହେବନି, ମୋତେ ଯାହା ଲାଗୁଛି କିଛି ଦିନ ତଳେ ମୋତେ ଗୋଟେ କଲ୍ ଆସିଥିଲା ତେଣୁ ଟିକେ ସତର୍କ ରହିବ, ନଚେତ୍ ପରଜଙ୍ଗ ବ୍ଲକର ଯେଉଁ କୁଆଳୁ ସରପଞ୍ଚ ସହର ମୁଁ ଗାଡ଼ିରେ ମାରିଦେବା ପାଇଁ କହୁଛନ୍ତି। ତା ପୂର୍ବରୁ ମଧ୍ୟ କିଛି ମୋତେ ଆଭାସ ଆସିଥିଲା ମୋତେ ଜୀବନରୁ ମାରିଦେବା ପାଇଁ ସେ ଗୋଟେ ବଡ଼ ପ୍ରକାର ଡିଲ୍ କରୁଛନ୍ତି ବୋଲି। ପ୍ରଥମେ ସେ ସରକାରୀ ଜାଗାରେ ଜଙ୍ଗଲ ଜାଗାରେ ବିରାଟ ଭାଇ ଘର କରିଛନ୍ତି ଏବଂ ଗୋଚର ଜାଗାରେ ଗାଡ଼ି ପାର୍କିଂ କରୁଛନ୍ତି। ସେ ନେଇ ଆମେ ଗୋଟେ ଏନ୍ଜିଟି କେସ୍ ଫାଇଲ୍ କରିଛୁ, ଗୋଟେ ଏନ୍ଜିଟି ତାର ଇଲେକ୍ସନ ପାଇଁ ଗୋଟେ ନୋଟିସ୍ ଦେଇଛି। ମୋତେ ଲାଗୁଛି ତାକୁ ପରିବାର ହିଁ ଏଇଟା ଗୋଟେ ଷଡ଼ଯନ୍ତ୍ର କରୁଛନ୍ତି ମୋତେ ରାସ୍ତା ହଟେଇ ଦେବା ପାଇଁ। ଏହାର ନିରପେକ୍ଷ ତଦନ୍ତ କଲେ ପୁଲିସ ଉପରେ ଭରସା ଅଛି, ନିଶ୍ଚିତ ଦୋଷୀକୁ ଦଣ୍ଡ ନିହାତି। 6 ଜଣ ଆସିଥିଲେ, ଗୋଟେ ଖଣ୍ଡା ଧରି ଆସିଥିଲେ, ଆଉ ସମସ୍ତେ ବାଡ଼ି ଧରି ଆସିଥିଲେ। ସେ ବାଡ଼ିରେ ଆକ୍ରମଣ କରି ଖଣ୍ଡାରେ ଗୋଟେ ଲୋକ ମୋତେ ହାଣିଦେବ। ଆଉ ସମସ୍ତଙ୍କ ବୟସ ସେ ଆପ୍ରୋକ୍ସିମେଟଲି 20 ରୁ 24 ଭିତରେ ହବ। 3ଟା ବାଇକ୍ରେ ଆସିଥିଲେ। ରତନ କୁମାର ଭୁକ୍ତା, ଘର ସନ୍ତପଡ଼ା, ବୟସ 30। ମୋ ଭାଇ ଶାନ୍ତନୁ କୁମାର ଭୁକ୍ତା ଓରଫ ବାପି, ଯିଏକି ଯୁବ ସାମ୍ବାଦିକ, ଆପଣଙ୍କର ସମାଜ ପର୍ଯ୍ୟଟନ ପ୍ରତିନିଧି, ଆମ ଗାଁ ନଦୀ ଘାଟକୁ ଗାଧି ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଆମ ସନ୍ତପଡ଼ା ବ୍ରିଜ ପାଖ ଘାଟକୁ ଗାଧୋଇ ଯାଇଥିଲେ। ସେ ଗାଧୋଇ ଯିବା ସମୟରେ ତାକୁ କିଛି ଦୁର୍ବୃତ୍ତ ଆସିକି ଗାଳି ଗୁଲଜ କଲେ ଏବଂ ଜୀବନ ମାରିଦେବାକୁ ଧମକ ଦେବା ସହିତ ଯୁକ୍ତିତର୍କ ମଧ୍ୟରେ ତାକୁ ଗୋଡ଼ ଦିଟା ଆଉ ହାତ ଦିଟା ହାଣି ଦେଇଛନ୍ତି। ମେଜର ତାର ଲିଗାମେଣ୍ଟ ଦିଟା ଛିଣ୍ଡି ଯାଇଛି, ହାତ ଫ୍ରାକ୍ଚର ହେଇଯାଇଛି, ଆଉ ମସଲ୍ସ ଗୁଡ଼ାକ କଟିଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା କେମିତି କ'ଣ ଅଛି? ବର୍ତ୍ତମାନ ସେ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ତାକୁ ବର୍ତ୍ତମାନ ମଣ୍ଡାପାଳରୁ ଆମର ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରାଯାଇଛି। ଚିକିତ୍ସା ପରେ ଜଣାପଡ଼ିବ ତା ଅବସ୍ଥା। ସେ ବହୁତ ପ୍ରକାର ଏନ୍ଜିଟି କେସ୍ କରେ, ସାମାଜିକ କାର୍ଯ୍ୟକ୍ରମ କରେ। ତେଣୁକରି ତାର କିଛି ଦିନ ପୂର୍ବରୁ ତା ଏଠି ଗୋଟେ ଫୋନ୍ କଲ୍ ଆସିଥିଲା, ଠିକରେ ରହିବୁ ନହେଲେ ଫଣା ଖାଇବୁ। ଆଜି ସେଇ ଘଟଣା ହେଇଗଲା। ଆମେ ଏଫଆଇଆର ଦେଇଛୁ, ସେ ପୋଲିସ ତଦନ୍ତ କରି ଅପରାଧୀମାନଙ୍କୁ ଧରିବା ପାଇଁ ମୁଁ ଦାବି କରୁଛି।